ମୋ ସାଙ୍ଗରେ ପୂଜା ସରିଯା ଦେଖି ତର ହେଇକି ଭାଜିଦେଲି ପାଉଁରୁଟି ଦିଟା, ବସେଇଦେଲି ଚାହା ଟିକେ। ମଉସାଙ୍କୁ ଦେଇଦେଲି ପାଉଁରୁଟି ଚାହା, ମୁଁ ମଧ୍ୟ ଖାଇଦେଲି। ମଉସା ବାହାରକୁ ଗଲେ, ଆସିଲା ବେଳେ ଧରିକି ଆସିଲେ ଚୁନା ମାଛ। ହେଲେ ଦୁଆରକୁ ଆସିଛି ବଢ଼ିଆ ବଢ଼ିଆ ଚିଙ୍ଗୁଡ଼ି ମାଛ। ଲୋଭ ସମ୍ଭାଳି ନ ପାରି ମୁଁ ମଧ୍ୟ କିଣିଦେଲି ଚିଙ୍ଗୁଡ଼ି ମାଛ ଟିକେ। ଦେଖିଲା ବେଳକୁ ଘରେ କିଏ ନାହାନ୍ତି ଖାଇବା ପାଇଁ। ଆମେ ଅଛୁ ଜମାରୁ 2 ଜଣ। ଚୁନା ମାଛକୁ କରିଦେଲି ଭଜା, ଚିଙ୍ଗୁଡ଼ି ମାଛ ଘାଣ୍ଟ ବନେଇଦେଲି। ରୋଷେଇଟା ସରିଲା ପରେ ମଉସାଙ୍କ ପାଇଁ ବାଢ଼ିଦେଲି ଖାଇବା ପାଇଁ। ମଉସାଙ୍କୁ ବାଢ଼ିକି ଦେଇଦେଲି, ଆଉ ମୁଁ ମଧ୍ୟ ଖାଇଦେଲି। ତାପରେ ରେଷ୍ଟ ନେଇଗଲୁ ଟିକେ। ଏବେ ଗାଁରେ ଏତେ ମକା ଯେ ଆଉ କହିବାକୁ ନାହିଁ। ଦୁନିଆ ଆଡ଼ୁ ଲୋକ ଆସିକି ମକା କିଣିକି ନେଉଛନ୍ତି। 2 ଜଣ ଯାକ ବାହାରି ପଡ଼ିଲୁ ମଉସା ମାଉସୀ ମକା କିଣିବା ପାଇଁ। ମକା କିଣିକି ଧରିକି ଆସିଲୁ। ଆସିକି ଘରେ ଟିକେ ଗ୍ୟାସରେ ପୋଡ଼ିଦେଲି, ତା ଦେହରେ ଲୁଣ ଲଙ୍କା ଟିକେ ଘଷି ଦେଇକି ଧରିକି ବସି ପଡ଼ିଲୁ 2 ଜଣ ଯାକ ଖାଇବା ପାଇଁ। ମଉସା ତ ସାମାନ ପେଟି ଖୋଲିକି ବସି ଦେଇଛନ୍ତି। ଟିକେ ଖାଇଦେଲୁ, ତାପରେ ମୁଁ ମୋର ସିଲେଇରେ ଲାଗି ପଡ଼ିଲି।